ସେ ଚଉବାହା ଜଗତର ନାଥ ଜଗନ୍ନାଥ, ସେ ହିଁ ପରମ ବ୍ରହ୍ମ, ସେ ହିଁ ଦାରୁ ବ୍ରହ୍ମ, ସେ ଆଦି ଏବଂ ଅନାଦି। ତାଙ୍କରି କରସ୍ପର୍ଶରେ ଶାଳ ହୋଇଯାଏ ଶାଳଗ୍ରାମ, ମାଟି ହୋଇଯାଏ ଚନ୍ଦନ। ସର୍ବ ଧର୍ମ ସମନ୍ୱୟର ଦେବତା ସେ। ତମାମ ତତ୍ତ୍ୱର ମୂଳ ଆଧାର ହେଉଛନ୍ତି ଜଗନ୍ନାଥ। ଏଠି ସାମ୍ପ୍ରଦାୟିକତାର ଭେଦଭାବ ନାହିଁ। ବ୍ରାହ୍ମଣ ଚଣ୍ଡାଳ ସଭିଏଁ ଏକତ୍ର ଭୋଜନ କରନ୍ତି। ଦାସିଆ ବାଉରୀ ଏବଂ ଶାଲବେଗ ଭିତରେ କୌଣସି ପ୍ରଭେଦ ନଥାଏ। ଗୋଟିଏ ବୃନ୍ତର ଦୁଇଟି ସୁନାଫୁଲ ଏମାନେ। ତେବେ ଆମ ଜଗନ୍ନାଥ ଆମ ପ୍ରାଣ, ଆମ ଜଗନ୍ନାଥ ଆମର ସ୍ପନ୍ଦନ। ସେ ତ ବିନ୍ଦୁରେ, ସେ ପୁଣି ସିନ୍ଧୁରେ, ସେ ପୁଣି ହୃଦୟରେ, ସେ ପୁଣି ଅନ୍ତରିକ୍ଷରେ। ତେବେ ସମ୍ପ୍ରତି ସିଂହବାହିନୀ ଯାତ୍ରା ଦଳର ଖଳନାୟକ କାହ୍ନା ଜଗନ୍ନାଥଙ୍କ ପ୍ରତି ଯେଉଁ ଆଚରଣ କରିଛନ୍ତି, ତାଙ୍କ ବେକରୁ ଫୁଲମାଳ ଛିଡ଼ାଇ ଜଗନ୍ନାଥଙ୍କୁ କାନ୍ଧରେ ବସାଇ ଗ୍ରୀନ୍ ରୁମ୍ ଆଡ଼େ ଯାତ୍ରା କରିଛନ୍ତି, ଏହା କେଉଁ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେଇଛନ୍ତି? ନାଟକ ନାମରେ ଯାହା କିଛି କରିଦେଲେ ଲୋକେ କ'ଣ ତାକୁ ସହଜରେ ଗ୍ରହଣ କରିପାରିବେ? ଏ ନିର୍ଦ୍ଦେଶନା କହନ୍ତୁ, ନାଟକର ସଂଳାପ କହନ୍ତୁ, ସବୁଥିରେ ଗୋଟିଏ ଗୋଟିଏ ଶାଳୀନତା ରହିଛି। ତେଣୁ ମୁଁ ନିବେଦନ କରିବି, ପ୍ରତ୍ୟେକ ଯାତ୍ରା ପାର୍ଟିର ମାଲିକମାନେ ଏଥିପ୍ରତି ଧ୍ୟାନ ଦେବେ। କାରଣ ଜଗନ୍ନାଥ ସଂସ୍କୃତି ପ୍ରତି, ଜଗନ୍ନାଥଙ୍କ ପ୍ରତି ଯିଏ ଅପମାନ ସୂଚକ ବ୍ୟବହାର କରିବ, ତାଙ୍କୁ ଓଡ଼ିଆ ଜାତି କେବେ କ୍ଷମା ଦେବେ ନାହିଁ। ଆଉ ଯେଉଁମାନେ କରୁଛନ୍ତି ତାଙ୍କର ଅଧପତନ ନିଶ୍ଚିତ। ତେଣୁ ନିବେଦନ କରିବି, ଭବିଷ୍ୟତରେ ଏଭଳି ଘଟଣା ନ ଘଟୁ ଏବଂ ଯେଉଁ ନାଟ୍ୟକାର ଏଭଳି ନାଟକ ଲେଖିଛନ୍ତି, ସେହି ନାଟକରେ କାହ୍ନାର ଭୁଲ ପାଇଁ ଗୋଟିଏ ଦୃଶ୍ୟ ମଞ୍ଚସ୍ଥ କରାଯାଉ। ପୁଣି ଜଗନ୍ନାଥଙ୍କ ପାଦପଦ୍ମରେ କ୍ଷମା ମାଗନ୍ତୁ ତାଙ୍କର ଏଭଳି ଆଚରଣ ପାଇଁ। ତେଣୁ ନିବେଦନ କରିବି, ଏଭଳି ଯାତ୍ରା ପ୍ରଦର୍ଶନଠାରୁ ସଭିଏଁ ଦୂରେଇ ରୁହନ୍ତୁ। କାରଣ ଜଗତର ନାଥ ଜଗନ୍ନାଥ ଆମର ଆତ୍ମା, ଆମ ପ୍ରାଣ, ଆମ ସଂସ୍କୃତିର ଦେବତା, ଆମ ଜାତିର ଦେବତା। ନମସ୍କାର, ଧନ୍ୟବାଦ।